ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଏହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ନିୟମିତ ଆପଣମାନେ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଆପଣମାନେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆପଣମାନଙ୍କୁ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପର୍ବ ସମୟର ପାପ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପର୍ବ ସମୟର ପାପ। ପ୍ରିୟମାନେ, ଆମମାନେ ବଡ଼ଦିନ ସମୟରେ ଆମେ ଅଛୁ। ଆଉ ଏହି ବଡ଼ଦିନ ସମୟରେ ଆମମାନେ ଚର୍ଚ୍ଚକୁ ଯାଉ। ଆମ ପାଇଁ ତାହା ବହୁତ ଇମ୍ପୋର୍ଟାଣ୍ଟ। ନୂଆ ପୋଷାକ, ଖାଇବା ପିଇବା, ଏସବୁ ଯାକ ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ନାହିଁ। ଇମ୍ପୋର୍ଟାଣ୍ଟ ହେଲା ଚର୍ଚ୍ଚକୁ ଯିବା, ପ୍ରଭୁଙ୍କ ଆରାଧନା କରିବା, ଉପାସନା କରିବା। ମାତ୍ର ଯେଉଁ ସମୟରେ ଆମେ ଚର୍ଚ୍ଚକୁ ଯାଉ, ସେହି ସମୟରେ କାହାର ଡ୍ରେସ୍ଟା ଆମ ଡ୍ରେସ୍ ଠାରୁ ଉତ୍ତମ ଦେଖାଯାଉଛି, ସେହି ସମୟରେ ଆମକୁ ଈର୍ଷା ଲାଗେ। ଅନେକ ଜଣ ନୂଆ ପୋଷାକ ପିନ୍ଧନ୍ତି, ଅନେକ ଜଣ ପିନ୍ଧନ୍ତି ନାହିଁ। ଯେଉଁମାନେ ଶିକ୍ଷିତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, ସେମାନେ ଏହି ସମୟରେ ନୂଆ ପୋଷାକ ପିନ୍ଧିବା ଏସବୁରେ ସେମାନେ ନିଜକୁ ବ୍ୟସ୍ତ ରଖନ୍ତି ନାହିଁ। କାରଣ ପର୍ବରେ ବା ଏହି ଖ୍ରୀଷ୍ଟମାସରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଛଡ଼ା ଆଉ ଅନ୍ୟ କୌଣସି ବିଷୟ ଆମ ପାଇଁ ବଡ଼ ନୁହେଁ। ମାତ୍ର ଆପଣ ଏହି ପର୍ବ ସମୟରେ ଦେଖିବେ, ଈର୍ଷାର ପାପ ଅତ୍ୟଧିକ ପରିମାଣରେ ଲୋକମାନଙ୍କ ଜୀବନରେ ଆସିବ। ସେମାନେ ଅନ୍ୟର ପୋଷାକକୁ ଦେଖି, ତାର ସୁନ୍ଦର ପୋଷାକ, ଦାମିକା ପୋଷାକ, ତାକୁ ବହୁତ ସୁନ୍ଦର ମାନୁଥିବ, ତାର ସୁନ୍ଦରତାକୁ ଦେଖି ମଧ୍ୟ ଅନେକ ଜଣ ଈର୍ଷା କରୁଥିବେ। ଆଉ କେହି ଅଛନ୍ତି, ଯଦି ଚର୍ଚ୍ଚରେ ବଡ଼ଦିନ ସମୟରେ କେହି ଭଲ ଗୀତ ଗାଇଦେଲେ, ଏତେ ସୁନ୍ଦର ଗୀତ ଗାଇଦେଲେ, ତାଙ୍କର ଗୀତକୁ ଲୋକମାନେ ବହୁତ ପ୍ରଶଂସା କଲେ, ତାଳି ମାରିଲେ, ଆଉ ତାଙ୍କ ଗୀତ ଦ୍ୱାରା ସମସ୍ତେ ଉତ୍ସାହିତ ହେଲେ, ଆଉ ଏଇ ଲୋକ ଗୀତ ଗାଇବା ସମୟରେ ସେ ଗୀତ ଏତେ ଭଲ ରହିଲା ନାହିଁ, ତାଙ୍କର ଗୀତ ଦ୍ୱାରା ଲୋକ ଉତ୍ସାହିତ ହେଲେ ନାହିଁ, ଏତେ ତାଳି ମାରିଲେ ନାହିଁ, ତାହେଲେ ସେମାନଙ୍କ ଈର୍ଷା ପଳାଇ ଆସେ, ଚିଡ଼ଚିଡ଼ ପଳାଇ ଆସେ। ଜଣଙ୍କର ଗୀତ ଭଲ ହେଲା, ଆଉ ଜଣଙ୍କ ଗୀତ ଭଲ ହେଲା ନାହିଁ। ଯେଉଁମାନଙ୍କର ଗୀତ ଭଲ ହେଲା ନାହିଁ, ସେମାନେ ଅନ୍ୟମାନଙ୍କର ଗୀତ ଭଲ ହେବାର ଦେଖି ସେମାନେ ଈର୍ଷାନ୍ୱିତ ହୋଇଯାଆନ୍ତି। ଯଦି ଗୋଟିଏ ପୁଅ କି ଗୋଟିଏ ଝିଅ ଛିଡ଼ା ହୋଇ ସେ ମୁଖସ୍ଥ ବାକ୍ୟ କହେ, ଏହି ବଡ଼ଦିନ ସମ୍ବନ୍ଧୀୟ କିଛି ବାକ୍ୟ ସେ କହେ, ଆଉ ସେହି ବାକ୍ୟ ବହୁତ ଭଲ ହେଲା, ଅନ୍ୟ କାହାର ଭଲ ହେଲା ନାହିଁ, ତାହେଲେ ତାଙ୍କ ଭିତରେ ଈର୍ଷା। ପ୍ରିୟମାନେ, ଏହି ଈର୍ଷା ପାପଟା ଏହି ପର୍ବ ସମୟରେ ଅତ୍ୟଧିକ ପରିମାଣରେ ଦେଖାଯାଏ। ସେ ଭଲ ଦିଶୁଛି, ତାକୁ ଭଲ ବିଷୟ ମିଳିଲା, ସେ ଭଲ ପିନ୍ଧିଛି, ସେ ଭଲ ସୁନ୍ଦର ଦିଶୁଛି, ଏଇସବୁ ଗୁଡ଼ିକ ଆମେ ଅତ୍ୟଧିକ ପରିମାଣରେ ଆମେ ଦେଖିଥାଇପାରୁ। ବାଇବଲରେ ଯେତେବେଳେ ଆମେ ପଢ଼ିବା, ଆମେ ଏହି ଈର୍ଷା ପାପକୁ ଲୋକମାନେ ସାଧାରଣ ପାପ ବୋଲି ଭାବନ୍ତି। ମାତ୍ର ଏହା ଏହି ପ୍ରକାର ଗୋଟେ ପାପ, କାରଣ ଯେଉଁ ସମୟରେ ଆମେ ପ୍ରଥମ ସାମୁଏଲ ଏହାର 18 ଅଧ୍ୟାୟ ପଢ଼ିବା, ସେହି ସ୍ଥାନରେ ଦାଉଦ ଯେଉଁ ସମୟରେ ଗଲିହାତକୁ ବଧ କରିକି ଫେରି ଆସିଲେ, ସେତେବେଳେ ସେହି ସ୍ଥାନର ସ୍ତ୍ରୀ ଲୋକମାନେ ମଧ୍ୟ ଏହି ପ୍ରକାର ଭାବରେ ସେମାନେ ଗାୟନ କରି କହିଲେ। ଏହାର 18 ଅଧ୍ୟାୟ 7 ପଦ, ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ, ସାଉଲ ବୋଧ କଲେ ସହସ୍ର ସହସ୍ର, ଦାଉଦ ବୋଧ କଲେ ଅୟିତ ଅୟିତ। ଏଥିରେ ସାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କ ଦୃଷ୍ଟିରେ ମନ୍ଦ ବୋଧ ହେଲା। ଏଣୁ ସେ କହିଲେ, ସେମାନେ ଦାଉଦଙ୍କୁ ଅୟିତ ଅୟିତର ଜୟୀ ଓ ଆମ୍ଭକୁ କେବଳ ସହସ୍ର ସହସ୍ର ଜୟୀ ବୋଲି କହିଲେ। ରାଜତ୍ୱ ଛଡ଼ା ତାହାର ଆଉ କ'ଣ ପାଇବାର ବାକି ଅଛି? ସେହି ଦିନାବଧି ସାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ। ପ୍ରିୟମାନେ, ଆମେ ଦେଖୁଛୁ ଯେଉଁ ସମୟରେ ସ୍ତ୍ରୀ ଲୋକମାନେ, ଦାଉଦଙ୍କର କିଛି ଭୁଲ ନୁହେଁ, ଦାଉଦ ପରମେଶ୍ୱରଙ୍କ ଠାରେ ଭରସା ରଖି ଇସ୍ରାଏଲର ଶତ୍ରୁ ଗଲିହାତକୁ ସେ ପରାଜୟ କଲେ। ଆଉ ଏହା ସ୍ତ୍ରୀ ଲୋକମାନେ ଦେଖିଲେ, ଆଉ ସ୍ତ୍ରୀ ଲୋକମାନେ ଗୀତ ରଚନା କଲେ। ଯେଉଁ ଗୀତ ସେ ରଚନା କଲେ, ସେ ଗୀତ ତ ଭଲ ନାହିଁ, କାରଣ ସେ ଗୀତରେ ପରମେଶ୍ୱରଙ୍କର ଗୌରବ ନାହିଁ, କେବଳ ମନୁଷ୍ୟର ହିଁ ଗୌରବ ରହିଛି। ଯେତେବେଳେ ସେହି ପ୍ରକାର ଗୀତ ଗାଯାଏ, ତାହେଲେ ମଣ୍ଡଳୀ ମଧ୍ୟରେ ଅଶାନ୍ତି, ଗଣ୍ଡଗୋଳ ଏହି ପ୍ରକାର ହେବ। ଯେତେବେଳେ ସେମାନେ ଏହି ପ୍ରକାର ଗୀତ ଗାଇଛନ୍ତି, ତାହେଲେ
ସାଉଲ ରାଜା ଈର୍ଷାରେ ପରିପୂର୍ଣ୍ଣ ହେଇଗଲେ, ରାଗିଗଲେ। ଇଏ ଏବେ ଆସିଛି, ଏ ଗୋଟେ ଛୋଟିଆ ବାଳକ, ଆଉ ସ୍ତ୍ରୀ ଲୋକମାନେ ଆକୁ ବହୁତ ପ୍ରଶଂସା କରୁଛନ୍ତି, ମୁଁ ରାଜା, ମୁଁ ଇସ୍ରାଏଲର ବଡ଼ ଲୋକ, ମୋତେ କିଏ ପ୍ରଶଂସା କରୁନାହାନ୍ତି। ଈର୍ଷା 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 ଈର୍ଷା। ପ୍ରିୟମାନେ, ଏହି ଈର୍ଷା ପାପ ଆଜି ଦୁନିଆରେ ଅନେକ ଲୋକଙ୍କୁ ନଷ୍ଟ କରୁଛି। ଦେଖନ୍ତୁ, ଏଦନ ଉଦ୍ୟାନ ବାହାରେ ଯେଉଁ ସମୟରେ ହେବଳଙ୍କ ନୈବେଦ୍ୟ ପରମେଶ୍ୱର ଗ୍ରହଣ କଲେ, କୟନଙ୍କ ନୈବେଦ୍ୟ ପରମେଶ୍ୱର ଗ୍ରହଣ କଲେ ନାହିଁ, ସେହି ସମୟରେ ଏତେ ଈର୍ଷା ହେଇଗଲେ ଆଉ ନିଜ ଭାଇଙ୍କୁ ମଧ୍ୟ ହତ୍ୟା କରିବାକୁ ଲାଗିଲେ। ଯେଉଁ ସମୟରେ ସାଉଲ ଈର୍ଷାନ୍ୱିତ ହେଲେ ଦାଉଦଙ୍କ ପ୍ରତି, ଦାଉଦଙ୍କର ଏଠି କୌଣସି ପ୍ରକାର ଭୁଲ ନାହିଁ। ଯଦି ଜଣେ ସୁନ୍ଦର ଦେଖାଯାଉଛି, ଜଣେ ଭଲ ଗୀତ ଗାଉଛି, ଭଲ ବାକ୍ୟ ପଢ଼ୁଛି, ଆଉ ଭଲ ପୋଷାକ ପିନ୍ଧିଛି, ଏହା ଦେଖି ଯେଉଁମାନେ ଈର୍ଷା କରନ୍ତି ଆଉ ସେମାନେ ପାପ କରନ୍ତି। ମାତ୍ର ଜଣେ ଲୋକ ଭଲ ଖାଉଛି, ଭଲ ପିନ୍ଧୁଛି, ଭଲ ଗୀତ ଗାଉଛି, ତାହେଲେ ତାର କ'ଣ ଭୁଲ? ତାର କୌଣସି ପ୍ରକାର ଭୁଲ ନାହିଁ। ଯେତେବେଳେ ଏ ପ୍ରକାର ହୁଏ, ଆମେ ପଢ଼ିବା 10 ପଦ, ପରଦିନ ପରମେଶ୍ୱରଙ୍କ ଠାରୁ ମନ୍ଦ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ସେ ଗୃହ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ପୁଣି ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇବା ସମୟରେ ସାଉଲଙ୍କ ହସ୍ତରେ ବର୍ଷା ଥିଲା। ପ୍ରିୟମାନେ, ଯେତେବେଳେ ଈର୍ଷା ଆମେ ପାପ କରୁ, ଈର୍ଷା ପାପରେ ଯେତେବେଳେ ଆମେ ଜଳୁ, ସେହି ସମୟରେ ଦୁଷ୍ଟ ଆତ୍ମା ଆମ ଭିତରେ ପ୍ରବେଶ କରେ, ମନ୍ଦ ଆତ୍ମା ଆମ ଭିତରେ ପ୍ରବେଶ କରେ। ଆଉ ସେ ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ଯେଉଁ ସମୟରେ ଆମ ଭିତରେ ପ୍ରବେଶ କରେ, ଅନ୍ୟକୁ ହତ୍ୟା କରିବା, ତାର କ୍ଷତି କରିବା, ତାକୁ ମାରିବା, ଗାଳି କରିବା, এই ପ୍ରକାର ବିଷୟ ହୁଏ। ସେଥିପାଇଁ ଏଇ ଯେଉଁ ପର୍ବ ସମୟରେ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି, ସେହି ସମୟରେ ସେମାନେ ଏହି ଈର୍ଷା ପାପରେ ସେମାନେ ବୁଡ଼ି ଯାଆନ୍ତି। ଆପଣ ଦୟାକରି ଏହି ପ୍ରକାର ପାପ କରନ୍ତୁ ନାହିଁ। କେହି ଯଦି ଆପଣଠାରୁ ଭଲ ଦେଖାଯାଉଛନ୍ତି, ଭଲ ପିନ୍ଧୁଛନ୍ତି, ଭଲ ଗୀତ ଗାଉଛନ୍ତି, ଭଲ ବାକ୍ୟ କହୁଛନ୍ତି, ଏ ପ୍ରକାର କରୁଛନ୍ତି, ତାହେଲେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ପ୍ରଭୁଙ୍କର ଗୌରବ ପ୍ରଶଂସା କରନ୍ତୁ, ଆଉ ଈର୍ଷା ପାପରୁ ଆପଣ ବଞ୍ଚିତ ହୁଅନ୍ତୁ। କାରଣ ଅନେକ ଜଣ ସେମାନେ ୟୁଟ୍ୟୁବରେ ମେସେଜ ଗୁଡ଼ିକ ମଧ୍ୟ ପ୍ରଚାର କରନ୍ତି, ଆଉ ଯେତେବେଳେ ସେମାନେ ମେସେଜ ପ୍ରଚାର କରନ୍ତି, ଅନ୍ୟର ମେସେଜଟା ଅଧିକ ଭ୍ୟୁଅର୍ସ ଦେଖନ୍ତି, ଅନେକ ଲୋକ ସେହି ମେସେଜକୁ ଦେଖନ୍ତି, ତାଙ୍କ ମେସେଜକୁ କମ୍ ଦେଖିଲେ ସେଠି ମଧ୍ୟ ଈର୍ଷା ଭାବ ପଳାଇ ଆସେ। ପ୍ରିୟମାନେ, ଯେତେବେଳେ ସ୍ୱର୍ଗର ପରମେଶ୍ୱର ଏ ପୃଥିବୀ ପୃଷ୍ଠକୁ ଆସିବେ, ଆମର ୟୁଟ୍ୟୁବରେ କେତେ ସବସ୍କ୍ରାଇବର ଅଛନ୍ତି, ଆମର କେତେ ଭ୍ୟୁଅର୍ସ ହେଲେ, ଏହିସବୁକୁ ଆମକୁ କୌଣସି ପ୍ରକାର ପୁରସ୍କାର ମିଳିବ ନାହିଁ। ସେହିସବୁ ଫାଲତୁ ବିଷୟରେ ଆମେ ମନୋନିବେଶ କରିବା ମଧ୍ୟ ଉଚିତ ନୁହେଁ। ସେଥିପାଇଁ ଆମେ ଏହି ପର୍ବ ସମୟରେ ଲୋକମାନଙ୍କ ମଧ୍ୟରେ ଯେଉଁ ଈର୍ଷା ପାପ, ତାଙ୍କ ଘର ବହୁତ ସୁନ୍ଦର ରଙ୍ଗ କଲେ, ତାଙ୍କ ଘର ବହୁତ ସୁନ୍ଦର ଦେଖାଯାଉଛି, ତାଙ୍କର ଛୁଆ ବହୁତ ସୁନ୍ଦର ଦେଖାଯାଉଛି, ସେ ବହୁତ ଭଲ ପୋଷାକ ପିନ୍ଧିଛି, ଏହିସବୁ ଈର୍ଷା ପାପରେ ପଡ଼ି ଆପଣ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ। କାରଣ ଯେତେବେଳେ ଈର୍ଷା ଆସେ, ସେହି ସମୟରେ ଶୈତାନ ପାଇଁ ସେ କବାଟ ଖୋଲିଦିଏ, ଆଉ ସେହି ସ୍ଥାନରେ ମନ୍ଦ ଆତ୍ମା ଆସି ପ୍ରବେଶ କରେ। ଆଉ ଯେତେବେଳେ ଗୋଟେ ବ୍ୟକ୍ତିଙ୍କ ଜୀବନରେ ମନ୍ଦ ଆତ୍ମା ଆସି ପ୍ରବେଶ କରେ, ସେ ବ୍ୟକ୍ତିଙ୍କୁ କେବେ ହେଲେ ମଧ୍ୟ ପବିତ୍ର କରିବ ନାହିଁ। ମନ୍ଦ ମନ୍ଦ ମନ୍ଦ, ଦୁଷ୍ଟ 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 ହିଁ କରିବ। ସେଥିପାଇଁ ଆମେ ନିଜକୁ ଜାଗ୍ରତ ରଖିବା। ଯଦି ଆମଠାରୁ କିଏ ଭଲ ଗୀତ ଗାଉଛନ୍ତି, ଭଲ ପୋଷାକ ପିନ୍ଧିଛନ୍ତି, ଭଲ ବାକ୍ୟ କହୁଛନ୍ତି, ଭଲ ପ୍ରଚାର କରୁଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁଙ୍କ ପ୍ରଶଂସା କରିବା, ତାହେଲେ କୌଣସି ପ୍ରକାର ମନ୍ଦ ଆତ୍ମା ଆମ ଜୀବନରେ ଆସିବ ନାହିଁ ଓ ଆମେ ମଧ୍ୟ ଆତ୍ମିକ ଜୀବନରେ ଆମେ ବଢ଼ିପାରିବା। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ତୁମେ ଆମମାନଙ୍କୁ ପ୍ରେମ କରୁଛ, ଆଉ ସବୁ ସମୟରେ ଅତି ସୁନ୍ଦର ଭାବରେ ତୁମ ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ଆଜି ମଧ୍ୟ ତୁମେ କଥାବାର୍ତ୍ତା ହେଇଛ, ଧନ୍ୟବାଦ। ଆମେ ଅନେକ ଜଣ ଈର୍ଷାର ଆତ୍ମାରେ ଆମେ ପରିପୂର୍ଣ୍ଣ ଥାଉ, ଆଉ ଈର୍ଷାର ଆତ୍ମା ଆମକୁ ମନ୍ଦ ଆତ୍ମା ଆଡ଼କୁ କଢ଼େଇ ନିଏ, ଦୁଷ୍ଟ ଆତ୍ମା ଆଡ଼କୁ କଢ଼େଇ ନିଏ, ଆଉ ଅନ୍ୟମାନଙ୍କୁ ହତ୍ୟା କରିବାକୁ କଢ଼େଇ ନିଏ। ସେଥିପାଇଁ ଦୟାକରି ଏହି ଈର୍ଷାର ସ୍ପିରିଟ୍ରୁ ଯୀଶୁଙ୍କ ନାମରେ ତୁମେ ଆମ ସମସ୍ତଙ୍କୁ ଉଦ୍ଧାର କର। ଅନ୍ୟର ଉନ୍ନତି ଦେଖି, ଅନ୍ୟର ସୁନ୍ଦରତା ଦେଖି ଆମେ କୌଣସି ପ୍ରକାର ଭାବେ ଈର୍ଷା ନ କରି ତୁମକୁ ଧନ୍ୟବାଦ ଦେଇପାରିବୁ, ତୁମ ପ୍ରଶଂସା କରିପାରିବୁ। ଦୟାକରି ତୁମେ ସାହାଯ୍ୟ କର ପ୍ରଭୁ। ଧନ୍ୟବାଦ ପ୍ରଭୁ, ତୁମେ ଆମର ପ୍ରାର୍ଥନା ଶୁଣିଛ, ଉତ୍ତର ଦେଇଛ, ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଗୋଟିଏ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ କଥାବାର୍ତ୍ତା ହେବା। ଯଦି ଆପଣ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଦ୍ୱାରା ଆପଣ ଆଶୀର୍ବାଦ ପାଉଛନ୍ତି, ତାହେଲେ ଅନ୍ୟମାନଙ୍କୁ ମଧ୍ୟ ଆପଣ ଏହି ସନ୍ଦେଶ ଗୁଡ଼ିକ ସେୟାର କରିପାରିବେ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ଏହା ଶୁଣି ଉପକୃତ ହୋଇପାରିବେ। ରହିବା ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।